ଯୋହନ 3 ପର୍ବ ତାର 14 ପଦ ଆଉ 15 ପଦ ପିତ୍ତଳ ସର୍ପ ଓ ଯୀଶୁ ବିଷୟରେ ଆମେ ପଢିବା। ପୁଣି ମୂଷା ଯେ ପ୍ରକାର ପ୍ରାନ୍ତରରେ ସ୍ୱର୍ଗକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆମେ ଏଠାରେ ଦେଖୁଛୁ ଏଇ ପଦଟି ଯୀଶୁ ଯିହୁଦୀ ମାନଙ୍କର ଜଣେ ନେତା ନିକୋଦିମ, ଯିଏକି ଯୀଶୁଙ୍କ ପାଖକୁ ରାତ୍ରି ସମୟରେ ଆସିଛନ୍ତି, ତାଙ୍କ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି ଆଉ ତାଙ୍କ ସହିତ କଥୋପକଥନରେ ପ୍ରଭୁ ଯୀଶୁ ତାଙ୍କୁ ଏସବୁ ବିଷୟ ତାଙ୍କୁ ଜଣାଉଛନ୍ତି। ଏଇ ଯୋଉ ବିଷୟଟି ତାଙ୍କ ସହିତ ପ୍ରଭୁ ଯୀଶୁ କଥା କହୁଛନ୍ତି। ନିକୋଦିମ ପ୍ରଭୁ ଯୀଶୁଙ୍କ ପାଖକୁ ଲୋକଙ୍କ ଭୟରେ, ସେ ଗୋଟେ ଯିହୁଦୀ ମାନଙ୍କର ନେତା ଥିଲେ, ସେ ଜଣେ ଫାରସୀ ମାନଙ୍କ ମଧ୍ୟରୁ ଜଣେ ଥିଲେ। ଆଉ ସେ ରାତ୍ରି ସମୟରେ ଲୋକଙ୍କର ଭୟ ଯୋଗୁ ସେ ଦିନ ବେଳା ନ ଆସିକି ରାତିରେ ପ୍ରଭୁ ଯୀଶୁଙ୍କ ପାଖକୁ ଆସୁଛନ୍ତି ଆଉ ପ୍ରଭୁ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଆଉ ସେ ଆମେ ଏଠି ଦେଖୁଛୁ ସେ ନିଜେ ସ୍ୱୀକାର ବି କରୁଛନ୍ତି ଯେ ପ୍ରଭୁ ଯୀଶୁ ଈଶ୍ୱରଙ୍କ ଠାରୁ ଆସିଛନ୍ତି ବୋଲି। ସେ ଜାଣିପାରିଛନ୍ତି ପ୍ରଭୁ ଯୀଶୁ ଈଶ୍ୱରଙ୍କର ଠାରୁ ଆଗତ ହେଇଛନ୍ତି ବୋଲି ସେ ଜାଣିଛନ୍ତି। ଆଉ ନିକୋଦିମଙ୍କ ମନରେ ଯାହା ସବୁ ପ୍ରଶ୍ନ ଥିଲା ତାହା ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି ଆଉ ପ୍ରଭୁ ଯୀଶୁ ତାଙ୍କୁ ସୁନ୍ଦର ଭାବରେ ଏଠି ବୁଝେଇ ଦଉଛନ୍ତି। ମାନେ କେମିତି ଜଳ ଓ ଆତ୍ମାରୁ ଜନ୍ମ ନହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ ବୋଲି ପ୍ରଭୁ ଯୀଶୁ ନିକୋଦିମଙ୍କୁ ଜଣେଇ ଦଉଛନ୍ତି। ତ ତାପରେ କିପରି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା ସେଇ ବିଷୟରେ ସେ କଥୋପକଥନ କରୁଛନ୍ତି। ପ୍ରଭୁ ଯୀଶୁ ଏଠି କହୁଛନ୍ତି ଯେ ସେ ପିତ୍ତଳ ସର୍ପ ପରି ଯୀଶୁଙ୍କ ମଧ୍ୟ ଊର୍ଦ୍ଧ୍ୱକୁ ଉଠାଯିବ ଏଠି କହୁଛନ୍ତି। ପୁଣି ମୂଷା ଯେପରି ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେଇ ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ ବୋଲି ନିକୋଦିମଙ୍କୁ ବୁଝଉଛନ୍ତି। ଆଉ ନିକୋଦିମ ଜଣେ ଗୁରୁ, ସେ ଯିହୁଦୀ ମାନଙ୍କର ଜଣେ ନେତା, ସେ ଫାରସୀ, ମାନେ ସେ ଗୋଟେ ବ୍ୟବସାୟ ଶାସ୍ତ୍ରଜ୍ଞ, ସେ ତାଙ୍କ ପାଖରେ ବହୁତ ନଲେଜ ଅଛି। ସେ ସବୁ ପୁରୁଣା ନିୟମ ବାରି ଜାଣିଛନ୍ତି। ପିତ୍ତଳ ସର୍ପକୁ ମୂଷା କିପରି କୋଉ ଦିନ ଉଠେଇଥିଲେ, କଣ ପାଇଁ ଉଠେଇଥିଲେ ଊର୍ଦ୍ଧ୍ୱକୁ, ଏସବୁ ବିଷୟ ସେ ଜାଣିଛନ୍ତି। ସେଇ ପୁରୁଣା ନିୟମର ସେଇ ଘଟଣାବଳୀକୁ ପ୍ରଭୁ ଯୀଶୁ ନିକୋଦିମଙ୍କ ସାମ୍ନାରେ ତାଙ୍କୁ ଆଉ ଥରେ ମନେ ପକେଇ ଦଉଛନ୍ତି। ସେଦିନ ଯେମିତି ପ୍ରାନ୍ତରରେ ସର୍ପକୁ ଉଠା ଯାଇଥିଲା, ଆଉ ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ ବୋଲି କହୁଛନ୍ତି। ମାନେ ଆମେ ଏଠି ଦେଖୁଛୁ ଏଇ ଯୋଉ ପୁରୁଣା ସମୟର ଘଟଣା, ମୂଷାଙ୍କ ସମୟର ଘଟଣା ଅଟେ। ଯେମିତି ସର୍ପ ଦଂଶିତ ଲୋକମାନେ ସେଇ ପତାକା ଦଣ୍ଡ ଉପରେ ଯୋଉ ପିତ୍ତଳ ସର୍ପ ରଖାଯାଇଥିଲା ତାକୁ ଦେଖି ଯୋଉମାନେ ବଞ୍ଚି ଯାଇଥିଲେ, ସେଇ ପ୍ରକାର ଆଜି ପ୍ରଭୁ ଯୀଶୁ ଊର୍ଦ୍ଧ୍ୱକୁ ଉଠାଯିବେ ବୋଲି, ଆଉ ପ୍ରଭୁ ଯୀଶୁଙ୍କୁ ମନୁଷ୍ୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ତାଙ୍କୁ ଊର୍ଦ୍ଧ୍ୱକୁ ଉଠାଯିବେ, ତାଙ୍କୁ ଯେଉଁମାନେ ବିଶ୍ୱାସ କରିବେ, ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ ବୋଲି ପ୍ରଭୁ ଯୀଶୁ ନିକୋଦିମଙ୍କୁ ବୁଝେଇ ଦଉଛନ୍ତି। ସେ ପୁରୁଣା ନିୟମର ସେ ଘଟଣାକୁ ଆମେ ଆଉ ଥରେ ଦେଖିବା। ସେ ଗଣନା ପୁସ୍ତକ ତାର 21 ପର୍ବ ତାର 4 ପଦରୁ 9 ପଦରେ ଏପରି ଲେଖା ଅଛି। ଗଣନା ପୁସ୍ତକ 21 ପର୍ବ ତାର 4 ପଦରୁ 9 ପଦରେ ଏପରି ଲେଖା ଅଛି। ଅନନ୍ତର ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୁଫସାଗର ପଥ ଦେଇ ଯାତ୍ରା କଲେ। ପୁଣି ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୂଷାଙ୍କ ବିରୁଦ୍ଧରେ କହିଲେ, କି ହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିଶ୍ର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ରୋଟି ନାହିଁ ଓ ଜଳ ନାହିଁ, ପୁଣି ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ। ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ଦାହକ ସର୍ପ ପ୍ରେରଣ କରନ୍ତେ ସେମାନେ ଲୋକମାନଙ୍କୁ ଦଂଶନ କଲେ। ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ। ଏ ନିମନ୍ତେ ଲୋକମାନେ ମୂଷାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାପ କଲୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ। ତେଣୁ ମୂଷା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ତେବେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଗୋଟିଏ ଦାହକ ସର୍ପ ନିର୍ମାଣ କରି ପତାକା ଦଣ୍ଡ ଉପରେ ରଖ। ତହିଁରେ ସର୍ପଦଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ। ତ ମୂଷା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା ଦଣ୍ଡ ଉପରେ ରଖିଲେ।
ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶ ନ କଲେ ସେ ସେହି ପିତଳ ସର୍ପ ପ୍ରତି ଦୃଷ୍ଟି କରନ୍ତେ ସେ ବଞ୍ଚିଲା। ଆମେ ଏ ଘଟଣା ବିଷୟରେ ଆଉ ଥରେ ଏଠି ମନେ ପକେଇଲୁ। ଆମେ ଦେଖୁଛୁ ଯେତେବେଳେ ଇସ୍ରାଏଲୀୟ ମାନେ କିନାନ ଦେଶକୁ ଯାତ୍ରା କରୁଥିଲେ, ପ୍ରଭୁ ସୁନ୍ଦର ଭାବରେ ତାଙ୍କୁ କଢେଇ ଆଣୁଥିଲେ, ତାଙ୍କର ଆବଶ୍ୟକତାକୁ ସବୁ ପୂରଣ କରୁଥିଲେ, ଅନେକ ପ୍ରକାର ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ବହୁତ ଆଶୀର୍ବାଦ କରିଛନ୍ତି, ତାଙ୍କୁ କେତେ ଯତ୍ନରେ ମେଘସ୍ତମ୍ଭ ଅଗ୍ନିସ୍ତମ୍ଭ ଦେଇ ଗତି କରାଇଛନ୍ତି, ମାନ୍ନା ଦେଇଛନ୍ତି, ଭାଟୋଇ ପକେଇ ଦେଇଛନ୍ତି, ଯୋଉ ସମୟରେ ଜଳ ଦରକାର ଦେଇଛନ୍ତି, ଏତେ ଆଶୀର୍ବାଦ କରିଛନ୍ତି। ତଥାପି ବି ସେମାନେ କଣ ହେଇଛି, ସେମାନେ ମୂଷାଙ୍କ ବିରୁଦ୍ଧରେ ଆଉ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଛନ୍ତି, ଯାହାକି ସଦାପ୍ରଭୁଙ୍କର କ୍ରୋଧର ପାତ୍ର ହେଇଛନ୍ତି। ତାପରେ ଆମେ ଦେଖୁଛୁ ସେମାନଙ୍କର ସେଇ ଯୋଉ କହିବା ଯୋଗୁ ସେମାନେ ଦଣ୍ଡ ପାଇଛନ୍ତି, ଆଉ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷାକ୍ତ ସାପ ପ୍ରେରଣ କରିଛନ୍ତି, ଆଉ ସେ ବିଷାକ୍ତ ସାପ ସବୁ ଆସି ଇସ୍ରାଏଲୀୟ ମାନଙ୍କୁ ସେଦିନ ଦଂଶନ କରିଛି। ଆଉ ତା ଦ୍ଵାରା ସେ ସାପ କାମୁଡା ଯୋଗୁ ଲେଖା ହେଇଛି ଅନେକ ଲୋକ ମରିଗଲେ। ଏଠି ଲେଖା ହେଇଛି ବହୁତ ଲୋକ ସେଦିନ ମରିଗଲେ, କେତେ ହଜାର ଲୋକ ହେଇଥିବେ ମରିଗଲେ ସାପ କାମୁଡାରେ। ଆଉ ଯେତେବେଳେ ସେମାନେ ମନ ଫେରେଇଲେ, ନିଜର ଭୁଲକୁ ଜାଣିପାରିଲେ, ନିଜର ଭୁଲ ହେଇଛି, ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ କଥା କହିଛନ୍ତି, ମୂଷାଙ୍କ ବିରୁଦ୍ଧରେ କଥା କହିଛନ୍ତି, ଯେତେବେଳେ ସେମାନେ ଅନୁତାପ କଲେ, ସେମାନେ ମୂଷାଙ୍କୁ ଆସି କହୁଛନ୍ତି ସଦାପ୍ରଭୁଙ୍କ ନିକଟରେ ଆମମାନଙ୍କର ପାଇଁ କ୍ଷମା ମାଗ, ଆଉ ଆମମାନେ କେମିତି ବଞ୍ଚିବୁ ସଦାପ୍ରଭୁଙ୍କ ଠାରେ ଆମମାନଙ୍କ ପାଇଁ ପ୍ରାର୍ଥନା କର। ଆଉ ଆମ ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସେ ଯେତେ କ୍ରୋଧ କଲେ ବି ସେ ଦୟାରେ ମହାନ, ଆଉ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଉ ଅନୁତାପର ହୃଦୟର ପ୍ରାର୍ଥନାକୁ ଗ୍ରହଣ କରୁଛନ୍ତି, ଇମିଡିଏଟ ମୂଷାଙ୍କୁ ସେ କହୁଛନ୍ତି ଗୋଟେ ପିତ୍ତଳ ସର୍ପ ନିର୍ମାଣ କର, ଆଉ ପତାକା ଦଣ୍ଡ ଉପରେ ରଖ, ଆଉ ଯିଏ ଯାହାକୁ ସାପ କାମୁଡିଥିବ ସେ ସେଇ ପତାକା ଦଣ୍ଡ ଉପରେ ଯୋଉ ପିତ୍ତଳ ସର୍ପ ରଖା ହେଇଥିବାର ଯିଏ ଦେଖିବ ସେ ବଞ୍ଚିଯିବ। ଫ୍ଲାଗ ହୋଷ୍ଟିଂ କଲା ବେଳକୁ ଯୋଉ ଗୋଟେ ଖମ୍ବ ଥାଏ, ଗୋଟେ ହାଇଟ ରେ ଥାଏ, ସମସ୍ତେ ଯେମିତି ଦେଖିପାରିବେ, ସେମିତି ପତାକା ଦଣ୍ଡ ଉପରେ ଗୋଟେ ପିତ୍ତଳ ସର୍ପ ଗୋଟେ ବନେଇକି ସେ ଦଣ୍ଡ ଉପରେ, ପତାକା ଦଣ୍ଡ ଉପରେ ରଖାଗଲା। ଆଉ ଯେତେ ଲୋକଙ୍କୁ ସାପ କାମୁଡିଥିଲା, ସେ ବିଷାକ୍ତ ସାପ, ଯିଏ ସେ ପିତ୍ତଳ ସର୍ପକୁ ଯୋଉ ପତାକା ଦଣ୍ଡ ଉପରେ ରଖା ହେଇଥିଲା ତାକୁ ଯୋଉମାନେ ଦେଖିଲେ ସେମାନେ ସୁସ୍ଥତା ଲଭିଲେ ଆଉ ବଞ୍ଚିଗଲେ। ଅର୍ଥାତ୍ ଆମେ ଏଠି ଦେଖୁଛୁ ଯିଏ ଦେଖିଲା, ଅର୍ଥାତ୍ ବିଶ୍ୱାସ କରିକି ଦେଖିଲା, ଈଶ୍ୱରଙ୍କର କଥାକୁ ଯେ ବିଶ୍ୱାସ କଲା କି ହଁ ମତେ ପ୍ରଭୁ କହିଛନ୍ତି ପତାକା ଦଣ୍ଡ ଉପରେ ଥିବା ପିତ୍ତଳ ସର୍ପକୁ ମୁଁ ଦେଖିଲେ ବଞ୍ଚିବି, ଯିଏ ବିଶ୍ୱାସ କଲା ଆଉ ଦେଖିଲା ସେଦିନ ସେ ବଞ୍ଚିଗଲା। ଆଉ ଯିଏ ବିଶ୍ୱାସ କରିନଥିବ, ମୁଁ କଣ ତାକୁ ଦେଖିଦେଲେ ବଞ୍ଚିବି ଭାବିଥିବ, ସେ ମରିଯାଇଥିବ। ତ ସେଇ ବିଷୟକୁ ପ୍ରଭୁ ଏଠି ଆମମାନଙ୍କୁ ସେଦିନ ନିକୋଦିମକୁ ଜଣାଉଛନ୍ତି, ଯେମିତି ସେ ତାଙ୍କୁ ଉଠେଇଥିଲେ ଆଜି ମନୁଷ୍ୟ ପୁତ୍ରଙ୍କୁ ଉର୍ଦ୍ଧ୍ୱକୁ ଉଠାଯିବ, ଆଉ ଯିଏ ମନୁଷ୍ୟ ପୁତ୍ରଙ୍କୁ ଦେଖିବ ସେ ବଞ୍ଚିଯିବ। ଏଠି ଆମେ ସେଇ ବିଷୟ ଦେଖୁଛୁ। ପ୍ରଭୁ ସେଦିନ ସଦାପ୍ରଭୁ ଇସ୍ରାଏଲ ମାନଙ୍କୁ କୌଣସି ଔଷଧ ଖାଇବା ପାଇଁ କହିନାହାନ୍ତି, କୌଣସି କର୍ମ କରିବା ପାଇଁ କହିନାହାନ୍ତି, କେବଳ କହିଲେ ଦେଖ ବଞ୍ଚିବ, ଅର୍ଥାତ୍ ବିଶ୍ୱାସର ସହିତ ଦେଖ ଆଉ ବଞ୍ଚିବ। ଆଉ ସେଦିନ ସେମାନେ ବଞ୍ଚିଗଲେ। ମାନେ ସେଇ ଯୋଉ ଉଦ୍ଧାରର ଉପାୟ ଅତି ସରଳ ଥିଲା। ସେ ପାପରୁ, ସେ ଯୋଉ ସର୍ପ ଦଂଶନରୁ ବଞ୍ଚିବାର ଉପାୟ ଅତି ସରଳ ଥିଲା। ପ୍ରଭୁ ଯୀଶୁ ଏଇଠି ନିକୋଦିମଙ୍କୁ ନିଜର କ୍ରୁଶ୍ୟ ମୃତ୍ୟୁ ବିଷୟରେ କହୁଛନ୍ତି। ଆଜି ଆମେ ଏଇ ଘଟଣାକୁ ଆମେ ଦେଖୁଛୁ, ପ୍ରଭୁ ଯୀଶୁ କାହିଁକି ଏସବୁ ବିଷୟ କହିଲେ, କାହିଁକି ନା ସେ କହୁଛନ୍ତି ଯେ ସମଗ୍ର ମାନବ ଜାତି ଆଜି ପାପ ରୂପକ ବିଷୟରେ ଦଂଶିତ ହୋଇସାରିଛି। ସେତେବେଳେ ମଧ୍ୟ ପ୍ରଭୁ ଯୀଶୁ ଯେତେବେଳେ ଆସିଥିଲେ ଜଗତକୁ ଆସିବାର କାରଣ ହଉଛି ସମଗ୍ର ମାନବ ଜାତି ପାପ ରୂପକ ବିଷୟରେ ଦଂଶିତ ହୋଇସାରିଥିଲା। ପାପରୁ ରକ୍ଷା ପାଇବା ପାଇଁ କୌଣସି ରାସ୍ତା ନଥିଲା। ମେଷର ବଳି ଆଉ ସେ ପାପ କ୍ଷମାରୁ ରକ୍ଷା କରିପାରିଲାନି, ପାପରୁ ବଞ୍ଚେଇ ପାରିଲାନି ମଣିଷକୁ। ତ ପିତା ପରମେଶ୍ୱର ନିଜର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ସେ ଜଗତକୁ ପ୍ରେରଣ କରୁଛନ୍ତି, ଯାହାକି ଆମେ ଯୋହନ 3:16 ପଢୁଛୁ।
କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କାହିଁକିନା ମଣିଷ ଈଶ୍ୱର ନିଜର ପ୍ରତିମୂର୍ତ୍ତିରେ ବନେଇଥିଲେ। ସେ କେତେ ଭଲ ପାଆନ୍ତି ମଣିଷକୁ। ସେ କେବେ ବି ଚାହିଁଲେନି ଯେ ଇଏ ପାପରେ ବିନଷ୍ଟ ହେଇଯାଉ। ସେଦିନ ସେ ସାପ କାମୁଡାର ବିଷରେ ଦଂଶିତ ଲୋକମାନଙ୍କ ପାଇଁ ସେ ବ୍ୟତିବ୍ୟସ୍ତ ହେଇଥିଲେ, ସେମାନଙ୍କ ପାଇଁ ଉଦ୍ଧାର ଉପାୟ ବାହାର କରିଥିଲେ। ତ ଆମମାନେ ତ ତାଙ୍କର ପ୍ରତିମୂର୍ତ୍ତିରେ ସେ ବନେଇଛନ୍ତି, ତାଙ୍କ ଇମେଜରେ ଆମକୁ ବନେଇଛନ୍ତି। ସେ ଆମକୁ କେତେ ଭଲ ପାଆନ୍ତି। ସେ ବ୍ୟତିବ୍ୟସ୍ତ ହେଇ ପଡିଲେ, ସମଗ୍ର ମଣିଷ ଜାତି ପାଇଁ ସେ ବ୍ୟତିବ୍ୟସ୍ତ ହେଇ ପଡିଲେ। ନିଜର ଏକମାତ୍ର ପୁତ୍ରଙ୍କୁ ଜଗତକୁ ପଠଉଛନ୍ତି, ଯିଏକି ଆସି ଆମମାନଙ୍କ ପାଇଁ କ୍ରୁଶ ଉପରେ ବଳି ହେଲେ, ତାଙ୍କର ବହୁମୂଲ୍ୟ ରକ୍ତ ଦେଲେ, ଆମମାନଙ୍କର ପାପ ପାଇଁ ସେ ନିଜେ ବଳି ହେଲେ, ଆମମାନଙ୍କୁ ପାପ କ୍ଷମା ଦେବା ପାଇଁ। ଆମେ ଏସବୁ ବିଷୟ ଜାଣି ସାରିଛୁ। ତ ଖାଲି କହୁଛନ୍ତି ପ୍ରଭୁ କି ତୁମେ ଯିଏ ବି ପ୍ରଭୁ ଯୀଶୁଙ୍କୁ ସେ କ୍ରୁଶରେ ଉତ୍ଥିତ ଯୀଶୁଙ୍କୁ ଯିଏ ଦେଖିବ ସେ ବଞ୍ଚିଯିବ। କାହିଁକିନା ଆମେ ସମସ୍ତେ ଜାଣିଛୁ ଯେ ସେଦିନ ଯୀଶୁ ଯୋଉ ମହାନ କାର୍ଯ୍ୟ କରି ଯାଇଛନ୍ତି, ତାହା ଦ୍ୱାରା ଆମେ ଅନନ୍ତ ଜୀବନର ଅଧିକାରୀ ହେଇଛୁ। ପ୍ରଭୁ ଆମକୁ ପରିତ୍ରାଣ ଦେଇଛନ୍ତି। ଯିଏ ତାଙ୍କୁ ବିଶ୍ୱାସ କଲା, ଆଉ ଯିଏ ତାଙ୍କୁ ବିଶ୍ୱାସ କଲା ଯେ ସେ ଆମ ପାଇଁ କ୍ରୁଶରେ ମରିଛନ୍ତି, ଆଉ ସେ ଆମ ପାଇଁ ସେ କ୍ରୁଶୀୟ ଯାତନା ସହିଛନ୍ତି, ଆମ ପାଇଁ ତାଙ୍କର ବହୁମୂଲ୍ୟ ରକ୍ତ ଢାଳିଛନ୍ତି, ଆମମାନଙ୍କୁ ପାପରୁ ଧୋଇ ପରିଷ୍କାର କରିବା ପାଇଁ। ସେ ନିଜେ ପାପ ସ୍ୱରୂପ ହେଇଛନ୍ତି, ଆଉ ସେ ତୃତୀୟ ଦିବସରେ ଉତ୍ଥିତ ହେଇଛନ୍ତି। ଯିଏ ବିଶ୍ୱାସ କଲା ସେ ବଞ୍ଚିବ। କାହିଁକିନା ଆମେ ଯେତେବେଳେ ରୋମିଓ 3:23 ଲେଖା ଅଛି, ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ମାନେ ପାପ ଆମମାନଙ୍କୁ ମାରି ଦଉଛି। ପାପ ଗୋଟେ ବିଷ ସାଙ୍ଗେ ସହିତ ସମାନ। ତେଣୁ ପାପରୁ ଉଦ୍ଧାରର ଉପାୟ ପ୍ରଭୁ ବହୁତ ସରଳ କରିଦେଲେ। କେବଳ କ୍ରୁଶାର୍ପିତ ଯୀଶୁଙ୍କୁ ଦେଖିବା ଆଉ ବିଶ୍ୱାସ କରିବା ଆଉ ଅନନ୍ତ ଜୀବନ ପାଇବା। କାରଣ ଏଇ ଯୋଉ ପାପ ରୂପକ ସର୍ପର ବିଷରେ ଦଂଶିତ ହେଇଛୁ ଆଜି ଆମମାନେ, ସେ ପାପ ଆମକୁ ଧୀରେ ଧୀରେ ମାରି ଦଉଛି। ମିଛ, ଲୋଭ, କ୍ରୋଧ, କାମନା, ବ୍ୟଭିଚାର, ହତ୍ୟା, ଏସବୁ ଜିନିଷ ବିଷ ତୁଲ୍ୟ ଅଟେ। ସେଦିନ ସର୍ପ କାମୁଡାରେ ମୃତ୍ୟୁ ସୁନିଶ୍ଚିତ ଥିଲା। ଯୋଉମାନଙ୍କୁ ସେ ଦାହକ ସର୍ପ କାମୁଡିଥିଲା ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ ଥିଲା। ସେମିତି ଯେତେବେଳେ ପାପ ମଣିଷର ଜୀବନକୁ ପ୍ରବେଶ କରିଥାଏ, ତାର ଆତ୍ମିକ ମୃତ୍ୟୁ ସୁନିଶ୍ଚିତ। ତ ଆମେ ଯେତେବେଳେ ପାପ ଦ୍ୱାରା ଦଂଶିତ ହେଇଛୁ ଆଜି ଆମମାନେ, ଯେତେବେଳେ ମଣିଷ ମାନେ, ଆମମାନଙ୍କ ଭିତରେ ପାପର ବିଷ ଅଛି। ଆମେ ନିଜେ କେବେ ଭଲ ହେଇପାରିବାନି ନା, ତା ପାଇଁ କୌଣସି କାର୍ଯ୍ୟ, କୌଣସି ତପସ୍ୟା, କୌଣସି ମେଡିସିନ କିଛି ନାହିଁ। ଏକମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ବିଶ୍ୱାସର ସହିତ ଦେଖିଲା ଆଉ ତାଙ୍କୁ ସ୍ୱୀକାର କଲା ପ୍ରଭୁ ବୋଲି, ସେ ହିଁ ବଞ୍ଚିବ। ଆମମାନଙ୍କୁ କ୍ରୁଶାର୍ପିତ ଯୀଶୁଙ୍କ ପ୍ରତି ଦୃଷ୍ଟି କରିବାକୁ ପଡିବ। ପ୍ରଭୁ ଯୀଶୁ ଆମ ପାଇଁ କ୍ରୁଶାର୍ପିତ ହୋଇଛନ୍ତି ବୋଲି ଆମକୁ ବିଶ୍ୱାସ କରିବାକୁ ପଡିବ। ଆଉ ଯିଏ ବିଶ୍ୱାସ କଲା ସେ ବଞ୍ଚିଲା। ଆଜି ଆମେ ପାପରୁ ରକ୍ଷା ପାଇଛୁ। ଆଜି ଆମେ ଯେତେ ଜଣ ଏଠି ବସିଛୁ, ପ୍ରଭୁ ଯୀଶୁଙ୍କୁ ଆମେ ସ୍ୱୀକାର କରିଛୁ ନିଜର ତ୍ରାଣକର୍ତ୍ତା ରୂପେ। କାହିଁକିନା ଆମେମାନଙ୍କ ପାପ କ୍ଷମାକାରୀ ପରମେଶ୍ୱର ସେ ଅଟନ୍ତି। ସେ ଆମକୁ ରକ୍ଷା କରିଛନ୍ତି। ସେ ପାପ ରୂପକ ସର୍ପର ବିଷୟରେ ଦଂଶିତ ହେଇଥିଲୁ ଯେତେବେଳେ, ଆମମାନେ ପ୍ରଭୁ ଆମମାନଙ୍କୁ ରକ୍ଷା କରିଛନ୍ତି, ଉଦ୍ଧାର କରିଛନ୍ତି, ମୁକ୍ତି ଦେଇଛନ୍ତି, ଆଉ ଆମମାନଙ୍କୁ ଅନନ୍ତ ଜୀବନର ଅଧିକାରୀ କରିଛନ୍ତି। ଆମକୁ ଉଦ୍ଧାର ପାଇଁ କିଛି କାମ କରିବାକୁ ପଡିନି, ନା କୌଣସି ବିଧି ବିଧାନ, ଟ୍ରାଡିସନ କି ତପସ୍ୟା କିଛି କରିବାକୁ ପଡେ ନାହିଁ। କେବଳ ବିଶ୍ୱାସରେ କ୍ରୁଶରେ ଉଠାଯାଇଥିବା ଯୀଶୁଙ୍କ ପ୍ରତି ଚାହିଁଲେ ଆଉ ଯୀଶୁଙ୍କ ଉପରେ ଭରସା ରଖିଲେ ଆମେ ଅନନ୍ତ ଜୀବନ ପାଇପାରିବା, ଆଉ ଅନନ୍ତ ମୃତ୍ୟୁରୁ ରକ୍ଷା ପାଇ ଅନନ୍ତ ଜୀବନ ପାଇବା। ଯେତେବେଳେ ଆମେ ପଢୁଛୁ ସେଇ ରୋମିଓ 6:23 ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ,
ପାପ କଲା ମାନେ ନିଶ୍ଚୟ ତାର ରେଜଲ୍ଟ ହଉଛି ମୃତ୍ୟୁ। ଯେମିତି ସାପ କାମୁଡାର ରେଜଲ୍ଟ ହଉଛି ମୃତ୍ୟୁ। ସେଦିନ ସେ ସାପ କାମୁଡାରେ ଶାରୀରିକ ମୃତ୍ୟୁ ହେଇଥିଲା, କିନ୍ତୁ ପାପ ରୂପକ ଏଇ ଯୋଉ ପାପ ଯେତେବେଳେ ଦଂଶନ କରୁଛି ମଣିଷକୁ, ତାର ଆତ୍ମିକ ମୃତ୍ୟୁ ହେଇଯାଉଛି। କିନ୍ତୁ ରୋମିଓ 6:23 କହୁଛି, କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଦାନ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ତ ଆମେ ଯେତେବେଳେ ପ୍ରଭୁଙ୍କର ସହଭାଗିତାରେ ଆସୁ, ପ୍ରଭୁ ଆମକୁ ରକ୍ଷା କରନ୍ତି, ଆଉ ଆଜି ଆମମାନଙ୍କୁ ରକ୍ଷା କରିଛନ୍ତି। ଯୋଉ ପାପ ରୂପକ ପାପର ବିଷରେ ଦଂଶିତ ହେଇଥିଲୁ, ପ୍ରଭୁ ଆମମାନଙ୍କୁ ରକ୍ଷା କରିଛନ୍ତି, ଆଉ ଆମମାନଙ୍କୁ ଅନନ୍ତ ଜୀବନର ଅଧିକାରୀ କରିଛନ୍ତି। ଯେତେବେଳେ ଆମେ ସେ ଯୋହନ 3 ପର୍ବ ତାର 36 ପଦରେ ପଢୁଛୁ, ସେଠି ଲେଖା ଅଛି, ଯେ ପୁତ୍ରଙ୍କ ଠାରେ ବିଶ୍ୱାସ କରେ, ଈଶ୍ୱର ଯେ ତାଙ୍କର ପୁତ୍ରକୁ ଜଗତକୁ ପଠେଇଥିଲେ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ, ସେ ବିଷୟକୁ ଯିଏ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ମାତ୍ର ଯିଏ ପୁତ୍ରଙ୍କୁ ଅମାନ୍ୟ କରେ ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ। ଆମେ ଯୋହନ 3:36 ଅନୁଯାୟୀ ଆମେ ଦେଖୁଛୁ, ଯିଏ ତାଙ୍କୁ ଅମାନ୍ୟ କରେ ସେ ଜୀବନ ଦେଖିବ ନାହିଁ, ଆଉ ଯିଏ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ଯିଏ ଅମାନ୍ୟ କରେ ସେ କ୍ରୋଧର ପାତ୍ର ହେଇଥାଏ। ତ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି। ଆମମାନେ ଯେତେବେଳେ ଭୁଲ ପଥରେ, ସେ ପାପ ପଥରେ ଯେତେବେଳେ ଯାଇଥିଲୁ, ପ୍ରଭୁ ଆମକୁ ରକ୍ଷା କଲେ, ବିନଷ୍ଟ ହେବାରୁ ରକ୍ଷା କଲେ, ଅନନ୍ତ ମୃତ୍ୟୁରୁ ରକ୍ଷା କଲେ, ଆଉ ଅନନ୍ତ ଜୀବନ ଆଡକୁ ପଢେଇ ନେଉଛନ୍ତି, ଆଉ ଅନନ୍ତ ଜୀବନ ଅଧିକାରୀ କରିଛନ୍ତି, ପରିତ୍ରାଣ ଦେଇଛନ୍ତି। ଜିସାଇୟ ତାର 45 ପର୍ବ ତାର 22 ପଦରେ ଲେଖାଯାଏ, ଜିସାଇୟ 45 ପର୍ବ ତାର 22 ପଦରେ ଲେଖାଯାଏ, ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମେ ମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ, କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡା ଦ୍ୱିତୀୟ ନାହିଁ। ଏଠି ଆମେ ଦେଖୁଛୁ ସେ ଏଠି ଆହ୍ୱାନ ଦଉଛନ୍ତି, ଏ ବାକ୍ୟ ଦ୍ୱାରା ସେ ଡାକୁଛନ୍ତି, ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ଜଗତର କୋଣେ କୋଣେ ଯିଏ ବି ଅଛି ସମସ୍ତେ, ତୁମେ ମାନେ ଆମ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ କହୁଛନ୍ତି ସଦାପ୍ରଭୁ ପରମେଶ୍ୱର। ଆମ ପ୍ରତି ଅନାଅ, ବଞ୍ଚିଯିବ। ତୁମେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ କହୁଛନ୍ତି, କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡା ଦ୍ୱିତୀୟ ନାହିଁ। ଜୀବିତ ପରମେଶ୍ୱର ଯିଏକି ଆମର ସୃଷ୍ଟିକର୍ତ୍ତା, ସେ ଏ ବାକ୍ୟ ଦ୍ୱାରା ଆଜି ବି ଆହ୍ୱାନ କରୁଛନ୍ତି। ଆଜି ଅନେକ ଲୋକ ରକ୍ଷା ପାଇ ପାରିନାହାନ୍ତି, ଅନେକ ଲୋକ ଆଜି ପ୍ରଭୁ ଯୀଶୁଙ୍କ ପ୍ରତି ଅନଉନାହାନ୍ତି। ତ ଆଜି ଆମମାନେ ଅନେଇଛୁ ବୋଲି ଆଜି ପରିତ୍ରାଣ ଅଧିକାରୀ ହେଇଛୁ, ଅନନ୍ତ ଜୀବନର ଅଧିକାରୀ ହେଇଛୁ। ପ୍ରଭୁ ଆମମାନଙ୍କୁ ରକ୍ଷା କରିଛନ୍ତି। ସେଇ ଯୋହନ ତାର 6 ପର୍ବ 47 ପଦରେ ପ୍ରଭୁ ଯୀଶୁ କହୁଛନ୍ତି, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ଯେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯୋଉଦିନ ଆମେ ବିଶ୍ୱାସ କରୁ କି ପ୍ରଭୁ ଯୀଶୁ ଆମର ପାପ ପାଇଁ କ୍ରୁଶରେ ମୃତ୍ୟୁ ଭୋଗ କରିଥିଲେ, ଯେତେବେଳେ ଆମେ ବିଶ୍ୱାସ କରୁ, ଆମେ ସେତେବେଳୁ ହିଁ ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଇଥାଉ। ପ୍ରଭୁ ଯୀଶୁ ଆମମାନଙ୍କ ପାଇଁ ଯୋଉ ତାଙ୍କର ବହୁମୂଲ୍ୟ ଜୀବନ ଦେଲେ, ତାକୁ ଯେତେବେଳେ ଆମେ ସ୍ୱୀକାର କରୁ, ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଇଥାଉ। ସେଦିନ ପ୍ରାନ୍ତରରେ ଯୋଉ ଇସ୍ରାଏଲୀୟ ଲୋକମାନେ ଉର୍ଦ୍ଧ୍ୱକୁ ଉଠାଯାଇଥିବା ସର୍ପକୁ ଯୋଉମାନେ ଦେଖି ନଥିବେ ସେମାନେ ମରି ଯାଇଥିବେ, କିନ୍ତୁ ଯିଏ ବିଶ୍ୱାସରେ ଦେଖିଲା, ଯିଏ ଭାବିଥିବ ଏଇଟା କଣ ଖାଲି ଦେଖିଦେଲେ କଣ ଆମେ ବଞ୍ଚିବୁ, ଏମିତି ଯିଏ ଭାବିଥିବ ସେ ମରି ଯାଇଥିବ। କିନ୍ତୁ ଯିଏ ବିଶ୍ୱାସର ସହିତ ପ୍ରଭୁଙ୍କର ଆଦେଶକୁ ଯିଏ ମାନିଥିବ, କି ଯିଏ ଦେଖିଲା, ବିଶ୍ୱାସର ସହିତ ଦେଖିଲା, ସେଦିନ ସେ ବଞ୍ଚି ଯାଇଥିବ। ଆଜି ମଧ୍ୟ କ୍ରୁଶରେ ଉଠାଯାଇଥିବା ଯୀଶୁଙ୍କୁ ବିଶ୍ୱାସରେ ଯିଏ ଦେଖିବ ସେ ବଞ୍ଚିବ, ଆଉ ଯିଏ ଦେଖିବ ନାହିଁ ସେ ପାପରେ ମରିଯିବ। ଯୀଶୁ କ୍ରୁଶରେ ମରିବାକୁ ପଡିଥିଲା, କାରଣ ତାହା ସମସ୍ତ ମାନବ ଜାତିକୁ ପାପର ବିଷରୁ ରକ୍ଷା କରିବା ପାଇଁ, ବଞ୍ଚେଇବା ପାଇଁ ପିତା ଈଶ୍ୱରଙ୍କର ଗୋଟେ ମହତ୍ ଯୋଜନା ଥିଲା। ଯିଏ ବିଶ୍ୱାସ କଲା ସେ ଅନନ୍ତ ମୃତ୍ୟୁରୁ ରକ୍ଷା ପାଇଲା, ଆଉ ଅନନ୍ତ ଜୀବନର ଅଧିକାରୀ ହେଲା। ପ୍ରାନ୍ତରରେ ଇସ୍ରାଏଲ ମାନେ ପତାକା ଦଣ୍ଡ ଉପରେ ଥିବା ସର୍ପକୁ ଦେଖିକି ଶାରୀରିକ ମୃତ୍ୟୁରୁ ବଞ୍ଚିଥିଲେ, କିନ୍ତୁ ଆମମାନେ ଆଜି କ୍ରୁଶରେ ଟଙ୍ଗା ଯାଇଥିବା ଯୀଶୁଙ୍କୁ ବିଶ୍ୱାସରେ ଦେଖି ଆତ୍ମିକ ମୃତ୍ୟୁରୁ ବଞ୍ଚି ଯାଇଛୁ। ଆଜି ମଧ୍ୟ ଯିଏ ଅନୁତାପ ହୃଦୟରେ ପ୍ରଭୁ ଯୀଶୁଙ୍କ ପାଖକୁ ଆସିବ,
ସେ ଅନନ୍ତ ଜୀବନ ପାଇବ। କାହିଁକିନା ପ୍ରଭୁ ଡାକୁଛନ୍ତି, ଆଜି ବି ସେ ଆହ୍ୱାନ କରୁଛନ୍ତି। ସେଇ ଇସାଇୟା 45:22 ଯେମିତି ଲେଖା ଅଛି, ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ତୁମମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ, କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡା ଦ୍ୱିତୀୟ କେହି ନାହିଁ। ଆଉ ଯେତେବେଳେ ଯୋହନ 12 ପର୍ବ ତାର 32 ଆଉ 33 ପଦରେ ଆମେ ପଢିକି ଜାଣିପାରୁଛୁ ଯେ ଯୀଶୁ କହିଛନ୍ତି, ଆଉ ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି କହୁଛନ୍ତି। ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି ସେଥିରେ ସେ ସୂଚନା ଦେଇ କହିଥିଲେ ଏସବୁ ବିଷୟ। ତ ପ୍ରଭୁ ଆମମାନଙ୍କ ନିମନ୍ତେ ସେ ପବିତ୍ର, ସେ ନିର୍ଦ୍ଦୋଷ, କିନ୍ତୁ ତାଙ୍କର ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ସେ ନିଜେ ସେ ପାପ ସ୍ୱରୂପ ହେଇଛନ୍ତି। ଆଉ ଆମମାନଙ୍କର ପାପ ପାଇଁ ନିଜେ କ୍ରୁଶରେ ମୃତ୍ୟୁବରଣ କରୁଛନ୍ତି। ଆମମାନଙ୍କୁ ଧାର୍ମିକ କରିବା ପାଇଁ ସେ କ୍ରୁଶ ମୃତ୍ୟୁକୁ ବରି ନଉଛନ୍ତି। ଆଉ ତାଙ୍କର ପାଖରେ ପାପର ଲେଶ ମାତ୍ର ନଥିଲା, ଆମେ ଜାଣିଛୁ। ସେ ଯୋଉ ମହାମୂଲ୍ୟ ଦେଇଛନ୍ତି, ଆଜି ଆମେ ପ୍ରଭୁଙ୍କୁ ଗ୍ରହଣ କଲା ପରେ ମଧ୍ୟ ଅନେକ ସମୟରେ ଆମଙ୍କର ଜୀବନ ଦ୍ୱାରା ଅନେକ ଭୁଲ ହେଇଥାଏ, କିନ୍ତୁ ଆମେ ସବୁବେଳେ ଅନୁତାପର ହୃଦୟରେ ପ୍ରଭୁ ଯୀଶୁଙ୍କ ପାଖକୁ ଫେରି ଆସିବା। ତାଙ୍କର ସେ ଆମ ପାଇଁ ଯୋଉ ବହୁମୂଲ୍ୟ ରକ୍ତ ଢାଳିଛନ୍ତି କ୍ରୁଶ ଉପରେ, ତାକୁ ସବୁବେଳେ ସ୍ମରଣ କରିବା, ଆଉ ପାପରୁ ଦୂରେଇ ରହିବା। ଅନନ୍ତ ଜୀବନର ଅଧିକାରୀ ସେ କରିଦେଇଛନ୍ତି। ତା ବୋଲି କଣ ଆମେ ପୁଣି ଆଉ ଥରେ କଣ ପାପ ପଥକୁ ଯିବା? ନାଇଁ, ଆମେ ପାପଠୁ ଦୂରେଇ ରହିବା। ଆଉ ଯଦି ଆମର ଜୀବନରେ କେତେବେଳେ ଭୁଲ ହେଇଯାଇଛି, ଆମେ ବାକ୍ୟ ଦ୍ୱାରା ନିଜ ଜୀବନକୁ ସଜାଡ଼ିବା, ଆଉ ମନେ ପକେଇବା, ତାଙ୍କୁ ମନେ ପକେଇବା, ପ୍ରଭୁ ଯୀଶୁଙ୍କ ଆଡ଼କୁ ଦୃଷ୍ଟି ରଖିବା, ଆଉ ଭୁଲ ପଥରୁ ଫେରି ଅନୁତାପର ହୃଦୟରେ ତାଙ୍କ ପାଖକୁ ଫେରି ଆସିବା। କାହିଁକିନା ସେ ଆମକୁ ଯୋଉ ଅନନ୍ତ ଜୀବନର ଅଧିକାର କରିଛନ୍ତି, ତାକୁ ଆମକୁ ମେଣ୍ଟେନ କରିବାକୁ ପଡିବ। କାହିଁକିନା ଆମଙ୍କର ବିଶ୍ୱାସ ଅଛି ଆମେ ତାଙ୍କ ପାଖରେ ଦିନେ ଯାଇକି ପହଞ୍ଚିବା। କାହିଁକିନା ସେ ଆମେ ଏଠି ଦେଖିଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ସେ ଅଭିଶପ୍ତ ହେଲେ। ଗାଲାତୀୟ 3:14 ଅନୁଯାୟୀ ଆମେ ଯେତେବେଳେ ପଢୁଛୁ ଆମେ ଜାଣିଛୁ, ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କଲେ। ଆମମାନଙ୍କ ପାଇଁ ସେ ମୂଲ୍ୟ ଦେଇଛନ୍ତି, ତାଙ୍କର ବହୁମୂଲ୍ୟ ରକ୍ତ ଦେଇଛନ୍ତି। କାରଣ ଲେଖା ଅଛି, ଯେ ଖୁଣ୍ଟରେ ଟଙ୍ଗା ଯାଏ ସେ ଅଭିଶପ୍ତ। ଯେତେବେଳେ ଦ୍ୱିତୀୟ ବିବରଣ ତାର 21 ପର୍ବ 23 ପଦରେ ଲେଖା ଅଛି, ଯେ ଟଙ୍ଗା ଯାଏ ସେ ପରମେଶ୍ୱରଙ୍କର ଅଭିଶାପ ପାତ୍ର। ପ୍ରଭୁ ଯୀଶୁ ଆମମାନଙ୍କୁ ରକ୍ଷା କରିବା ପାଇଁ ସେ ନିଜେ ଅଭିଶପ୍ତ ହେଲେ, କାରଣ ଆମମାନେ ଯେମିତି ପାପରୁ ମୁକ୍ତ ହୋଇକି ଆଶୀର୍ବାଦ ପାଇବା। ଆମମାନଙ୍କୁ ସେ ବ୍ଲେସିଂସ ଦେବା ପାଇଁ ସେ ନିଜେ ଅଭିଶପ୍ତ ହେଇଯାଇଛନ୍ତି। କେତେ କେତେ ବଡ ବହୁମୂଲ୍ୟ ଦାନ ସେ ଦେଲେ କ୍ରୁଶରେ। ତେଣୁ ଆମେ ଅନୁତାପ ହୃଦୟରେ ପ୍ରଭୁ ଯୀଶୁଙ୍କୁ ଦେଖିବା, ଅର୍ଥାତ୍ ଆମେ ତାଙ୍କୁ ବିଶ୍ୱାସ କରିବା, ନିଜର ପାପକୁ ଛାଡିବା, ଆଉ ଯୀଶୁଙ୍କର ଆଦେଶକୁ ମାନିବା, ଆଉ ଉଦ୍ଧାର ପାଇବା, ଆଉ ଅନନ୍ତ ଜୀବନର ଅଧିକାରୀ ହେବା। ପ୍ରେରିତ 4 ପର୍ବ ତାର 12 ପଦରେ ଲେଖାଯାଏ, ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ। କାରଣ ଯାହା ଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ମହାନ ପରମେଶ୍ୱର ଆମକୁ ସେ ନାମ ଦେଇଛନ୍ତି। ଆଜି ଆମକୁ ସେ ମନୋନୀତ କରିଛନ୍ତି। ଆଜି ଆମେ ଜାଣି ସାରିଲୁଣି, ଆମକୁ ସେ ବାଛିଛନ୍ତି, ଆମମାନଙ୍କୁ ଆଜି ରକ୍ଷା କରିଦେଇଛନ୍ତି। ଥ୍ୟାଙ୍କ ୟୁ ଜିଜସ୍। ମହାନ ପରମେଶ୍ୱର, ଆମେ ସବୁବେଳେ ମନେ ପକେଇବା, ତାଙ୍କ ନାମରେ ହିଁ ପରିତ୍ରାଣ ଅଛି। ଆମେ କେବଳ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଛୁ। ଯେତେବେଳେ ଆମେ ଏଫେସୀୟ 2 ପର୍ବ ତାର 8 ପଦ 9 ପଦ ପଢୁ, ଆମେ ପାଉଲ କେତେ ସୁନ୍ଦର ଭାବରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନଙ୍କୁ ବତେଇଛନ୍ତି ତାର 2ର 8 ପଦ ଆଉ 9 ପଦରେ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ। ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରେ ନୁହେଁ, ଯେପରି କେହି ଦର୍ପ ନ କରେ। ପ୍ରଭୁଙ୍କର ସେ ଅନୁଗ୍ରହରେ ଆମେ ପରିତ୍ରାଣ ପାଇଛୁ। ତେଣୁ ମୂଷାଙ୍କ ଦ୍ୱାରା ତିଆରି କରାଯାଇଥିବା ସେ ପିତ୍ତଳ ସର୍ପ ଉଦ୍ଧାରର ଗୋଟେ ସିମ୍ବଲ ଥିଲା, ଉଦ୍ଧାର କର୍ତ୍ତା ନଥିଲା। ସେଟା ଗୋଟେ ଉଦ୍ଧାରର ସିମ୍ବଲ ଥିଲା, ଉଦ୍ଧାର କର୍ତ୍ତା ନୁହେଁ। ଏଟା ଗୋଟେ ଏମିତି ଭବିଷ୍ୟତ ବାଣୀ ଥିଲା
ଯାହାକି 1000 ବର୍ଷ ପରେ ଏ ଜଗତର ଉଦ୍ଧାର ନିମନ୍ତେ ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷାର୍ପିତ ବିଷୟ ଅଟେ, ଯାହାକି ଆମେ ଦେଖୁଛୁ ପ୍ରଭୁ ଯୀଶୁଙ୍କ ଠାରେ ପୂର୍ଣ୍ଣତା ଲାଭ କରିଛି। ସଦାପ୍ରଭୁଙ୍କର ଏକ ଭବିଷ୍ୟତ ଯୋଜନାର ଗୋଟେ ସଂକେତ ଥିଲା। ମୂଷା ସର୍ପକୁ ଯେମିତି ପତାକା ଦଣ୍ଡ ଉପରେ ଉଠେଇଥିଲେ, ସେପରି ଯେପରି ସମସ୍ତେ ଦେଖିକି ବଞ୍ଚିଯିବେ ବୋଲି ସେ ଉଠେଇଥିଲେ ପ୍ରଭୁଙ୍କର ଦ୍ଵାରା। ଆମର ମଧ୍ୟ କାମ ହଉଛି ଆମେ ପ୍ରଭୁ ଯୀଶୁଙ୍କୁ ଆଜି ଉଠେଇବା। କେମିତି ଆମେ ଅନ୍ୟମାନଙ୍କ ସାମ୍ନାରେ ଆମର ସାକ୍ଷ୍ୟମୟ ଜୀବନ ଦେଇକି, ଆମେ ଅନ୍ୟକୁ ପ୍ରେମ କରି, ଆମେ କ୍ଷମା ଦେଇ ଆଉ ସୁସମାଚାର ଦେଇ ଆମେ ଲୋକଙ୍କୁ ଅନନ୍ତ ମୃତ୍ୟୁରୁ ଅନନ୍ତ ଜୀବନ ଆଡକୁ କଢେଇ ନେବା। କାହିଁକି ପ୍ରଭୁ ଚାହୁଁଛନ୍ତି ଆମେ ଯେମିତି ପାପର ବିଷୟରୁ ଆମେ ବଞ୍ଚିଛୁ, ଆମେ ଅନ୍ୟମାନଙ୍କୁ ମଧ୍ୟ ସେ ପାପର ବିଷୟରୁ ବଞ୍ଚେଇବା। ଆଜି ଜଗତ ଆଜି ସେ ପାପର ଦଂଶନରେ ଦଂଶିତ ହୋଇଛି, ପାପର ଦଂଶନରେ ଦଂଶିତ ହୋଇଛି। ଆଉ ପାପରେ ଆଜି ଲୋକମାନେ ଅନନ୍ତ ମୃତ୍ୟୁ ଆଡକୁ ଗତି କରୁଛନ୍ତି। ସେ ପାପ ରୂପକ ସର୍ପର ବିଷୟରେ ଆଜି ଜଗତ ଦଂଶିତ ହୋଇସାରିଛି। ତ ଆମେ ଯେତେବେଳେ ଆମେ ଅନନ୍ତ ଜୀବନ ପାଇସାରିଛୁ, ଆମେ ଜାଣି ସାରିଛୁ କାହାକୁ ଅନେଇଲେ ଆମେ ବଞ୍ଚିବୁ, ତ ଆମେ ମାନଙ୍କର କର୍ତ୍ତବ୍ୟ ହଉଛି ଲୋକଙ୍କୁ ପାପର ବିଷୟରୁ ରକ୍ଷା କରିବା ପାଇଁ କୃଷକୁ ଦେଖେଇବା। ଆମମାନେ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ କୃଷର କଥାକୁ କହିବା। ଆଉ ଆମର କେମିତି ଅନେକ ସମୟରେ କଥା କହିକି, ଅନେକ ସମୟରେ ଆମମାନଙ୍କର ସାକ୍ଷ୍ୟମୟ ଜୀବନ ଦେଇକି, ଆମର ପ୍ରେମ ଦେଇକି ସେମାନଙ୍କୁ ସେ ଅନନ୍ତ ମୃତ୍ୟୁରୁ ରକ୍ଷା କରିବା। କାହିଁକିନା ପ୍ରଭୁ ଚାହୁଁଛନ୍ତି ଆମମାନଙ୍କର ଜୀବନ ଦେଇକି ପ୍ରଭୁ ଗୌରବ ପାଇବେ। କାହିଁକିନା ଆମେ ଯେତେବେଳେ ଜାଣୁଛୁ, ଯେତେବେଳେ ଆମେ ମାନେ ଯଦି ନ ଜଣେଇବା ସେମାନେ କେମିତି ଜାଣିବେ, ସେମାନେ କେମିତି ଉଦ୍ଧାର ପାଇବେ? ତ ପ୍ରଭୁ ଆମମାନଙ୍କୁ କହୁଛନ୍ତି କି ନାଇଁ କି ମୋର କର୍ତ୍ତବ୍ୟ ହଉଛି ତୁମେ ଜଣାଅ। ଆଉ ଆମର କଥା ହଉଛି ଆମେ ପ୍ରଭୁଙ୍କ ବିଷୟ କହିବା। ପବିତ୍ର ଆତ୍ମା ସେ ହୃଦୟକୁ ପରିବର୍ତ୍ତନ କରିବେ। ଆମେ ଆମର ସାଙ୍ଗସାଥି, ସାହି ପଡିଶା ପ୍ରଭୁ ଯୀଶୁଙ୍କ ପାଖକୁ ଆସିଲେ ପାପରୁ ବିନଷ୍ଟ ହବ ନାହିଁ, ଆଉ ଅନନ୍ତ ମୃତ୍ୟୁରୁ ଅନନ୍ତ ଜୀବନ ଆଡକୁ ଗତି କରିବ ବୋଲି ଆମେ ପ୍ରଭୁ ଯୀଶୁଙ୍କର ବିଷୟ କହିବା। ଆଉ ପ୍ରଭୁ ଆମକୁ ସାହାଯ୍ୟ କରିବେ, ଆଉ ପବିତ୍ର ଆତ୍ମା ହୃଦୟକୁ ପରିବର୍ତ୍ତନ କରିବେ। ଆମେ ଯେମିତି ଯାକୁବ ତାର 5 ପର୍ବ ତାର 20 ପଦରେ ଲେଖା ଅଛି 5 ପର୍ବ ତାର ଯାକୁବ 5:20, ତେବେ ଯେ ପାପୀକୁ ଭ୍ରାନ୍ତି ପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ। ମାନେ ବିପଦଗାମୀକୁ ଫେରେଇବା ପାଇଁ ଚେଷ୍ଟା କରିବା, ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ଆମେ ଅନ୍ୟକୁ ଜଣେଇବା ତୁମେ ଭୁଲ ପଥରେ ଯାଉଛ, ପାପ ପଥରୁ ଫେରିଆସ ବୋଲି ଜଣେଇବା। ଆମ ଜୀବନ ଦ୍ୱାରା ସାକ୍ଷୀ ହେବା। ପ୍ରଭୁ ଆମକୁ ଲବଣ ଜ୍ୟୋତି ସହିତ ତୁଳନା କରିଛନ୍ତି। ଆମେ ଲବଣ ସ୍ୱରୂପ ହେବା, ଆମେ ଜ୍ୟୋତି ସ୍ୱରୂପ ହେବା। କାହିଁକିନା ଆମେ ଅନନ୍ତ ଜୀବନର ଅଧିକାରୀ ହେଇସାରିଛୁ, ଆମେ ପରିତ୍ରାଣ ପାଇସାରିଛୁ। ଆମେ ଆମର ଜୀବନ ଦ୍ୱାରା, ସାକ୍ଷ୍ୟମୟ ଜୀବନ ଦ୍ୱାରା ଜ୍ୟୋତି ସ୍ୱରୂପ ହେଇ, ଲବଣ ସ୍ୱରୂପ ହେଇ ପ୍ରଭୁଙ୍କ ନିକଟକୁ ଲୋକଙ୍କୁ ଆଣିବା। ଆଉ ରୋମିଓ 10:14 ପଦ ଅନୁଯାୟୀ ଆମେ ବାକ୍ୟ କହିବା, ସୁସମାଚାରକୁ ଜଣେଇବା। ରୋମିଓ 10:14 ପଦରେ ଲେଖା ଅଛି, ତେବେ ଯାହାକୁ ସେମାନେ ବିଶ୍ୱାସ କରିନାହାନ୍ତି ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି କିପରି ତାହାଙ୍କ ଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ? ତ ଆମମାନଙ୍କର ସାକ୍ଷ୍ୟମୟ ଜୀବନ ଦ୍ୱାରା, ଆମର ପ୍ରେମ ଦ୍ୱାରା, ଆମର ପ୍ରଭୁଙ୍କର ପରିଚୟ ଦେଇ, ପ୍ରଭୁଙ୍କର ସ୍ୱଭାବକୁ ଆମେ ଧରି, ଆମେ କ୍ଷମାର ହୃଦୟ ଧରି ଆମେ ପ୍ରଭୁ ଯୀଶୁଙ୍କର ବିଷୟକୁ କହିବା। ଆଉ ସେମାନଙ୍କୁ ସେଇ ଅନନ୍ତ ମୃତ୍ୟୁରୁ ଅନନ୍ତ ଜୀବନ ଆଡକୁ କଢେଇ ନେବା। ସେଦିନ ଆମେ ଦେଖୁଛୁ ସେଇ ଲୁକର 19 ପର୍ବ 1-10 ପଦ ଆମେ ଯେତେବେଳେ ପଢୁ, ଆମେ ଜାଣିଛୁ ଯକ୍ଷ ଗୋଟେ ପ୍ରଧାନ କରଗ୍ରାହୀ ଥିଲେ, ସେ ଧନୀ ଲୋକ ଥିଲେ, କିନ୍ତୁ ସେ ପାପୀରେ ଗଣତି ହଉଥିଲେ। କିନ୍ତୁ ସେଦିନ ସେ ଯେତେବେଳେ ଯୀଶୁକୁ ଦେଖିବା ପାଇଁ ଇଚ୍ଛା କରୁଛନ୍ତି, ସେ କେତେ ବାଙ୍ଗରା ଲୋକ ହେଲେ ବି ସେ ହାରି ଯାଇ ନଥିଲେ। ସେ କେମିତି ବ୍ୟସ୍ତ ହେଇକି ଦୌଡୁଛନ୍ତି। ଲୋକ ଲଜ୍ଜା ସମ୍ମାନ କେତେ ବଡ ସେ ଚାକିରି କରୁଥିଲେ, ତଥାପି ବି ସେ କିଛି ଭାବୁନାହାନ୍ତି, କାହିଁକି ନା ତାଙ୍କ ହୃଦୟରେ ମୁଁ ପ୍ରଭୁଙ୍କୁ ଯୀଶୁକୁ ଦେଖିବି ବୋଲି। ସେଦିନ ସେ ତାଙ୍କର ଯୋଉ ଦେଖିବାକୁ ଚେଷ୍ଟା କରିଥିଲେ, ଶେଷରେ ଆମେ ଦେଖୁଛୁ ତାଙ୍କର ଲାଇଫ ଚେଞ୍ଜ ହେଇଯାଇଛି, ସେ ପରିତ୍ରାଣ ପାଇଛନ୍ତି।
ତ ପ୍ରଭୁ ଆମେ ଯେମିତି ଆଜି ଆମେ ସବୁବେଳେ ଆମର ଫୋକସ ପ୍ରଭୁ ଯୀଶୁଙ୍କ ଠାରେ ରହିବ। ଆଜି ଆମେ ଯଦି ଆମଙ୍କ ଜୀବନରେ କେତେବେଳେ ବି ଦୁର୍ବଳତା ଆସି ଯାଇଥାଏ, ଆମେ ସବୁବେଳେ ମନେ ପକେଇବା ପ୍ରଭୁ ଯୀଶୁଙ୍କର ସେ ପ୍ରେମକୁ, ତାଙ୍କର କୃଷ୍ୟ ମୃତ୍ୟୁକୁ ମନେ ପକେଇବା, ତାଙ୍କ ଆଡେ ଦୃଷ୍ଟିପାତ କରିବା, ଆଉ ଆମେ ମାନେ ଅନନ୍ତ ମୃତ୍ୟୁରୁ ରକ୍ଷା ପାଇବା, ଆଉ ଅନେକଙ୍କୁ ଅନନ୍ତ ମୃତ୍ୟୁରୁ ରକ୍ଷା କରିପାରିବା। ସେଦିନ ନିକୋଦେମ ରାତିରେ ଲୁଚି ଲୁଚି ଆସିଥିଲେ ଯୀଶୁଙ୍କ ପାଖକୁ। ସେ ସ୍ୱୀକାର କରୁଥିଲେ କି ଈଶ୍ୱରଙ୍କ ଠାରୁ ଆପଣ ଆସିଛନ୍ତି ବୋଲି। ଶେଷରେ ଆମେ ଦେଖୁଛୁ ଯେତେବେଳେ ସେଇ ଯୋହନ ତାର 7 ପର୍ବ ତାର 51 ପଦରେ, ସେ ଯୋହନ 7 ପର୍ବ ତାର 51 ପଦରେ ସେ କେମିତି ସେ ଫାରୁସୀ ମାନଙ୍କ ମଧ୍ୟରେ ସଭାରେ ଠିଆ ହେଇକି ଯୀଶୁଙ୍କର ସପକ୍ଷରେ କହୁଛନ୍ତି କି 5 ପର୍ବ ତାର ଯୋହନ 7 ପର୍ବ 51 ପଦ, ଯୋହନ 7 ପର୍ବ 51 ପଦରେ ଲେଖା ଅଛି, ସେ କହୁଛନ୍ତି ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଆଉ ତାହାର ଆଚରଣ ବିଷୟ ନ ଜାଣି ଆମମାନଙ୍କର ବ୍ୟବସ୍ଥା କଣ ତାହାକୁ ଦୋଷୀ କରେ? ସେ କିନ୍ତୁ ଫାରୁସୀ ମାନଙ୍କର ସଭାରେ କେତେ ସତ୍ୟ ସପକ୍ଷରେ ଠିଆ ହଉଛନ୍ତି, କାହିଁକିନା ସେ ପ୍ରଭୁ ଯୀଶୁଙ୍କୁ ସେଦିନ ପ୍ରଭୁ ଯୀଶୁଙ୍କ ସହିତ କଥାବାର୍ତ୍ତାରେ ନିକୋଦେମ ପ୍ରଭୁ ଯୀଶୁ କିଏ ବୋଲି ଆଉ ସେ କଣ କରିପାରନ୍ତି ସେଦିନ ସେ ବୁଝି ଯାଇଥିଲେ। ଯାହା ଦ୍ୱାରା କି ଆମେ ଦେଖୁଛୁ ଯୋହନ ତାର 19 ପର୍ବ ତାର 39 ପଦରେ ଆମେ ଦେଖୁଛୁ ତାଙ୍କର କାର୍ଯ୍ୟ। ସେ 50 ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ ଆଉ ହାରାମତି ଓ ଜୋସଫଙ୍କ ସହିତ ମିଶିକି ଯୀଶୁଙ୍କୁ ସମାଧି ଦଉଛନ୍ତି। ତ ଆମମାନେ ଆଜି ପ୍ରଭୁ ଯୀଶୁଙ୍କୁ ପାଇସାରିଲୁଣି, ଅନନ୍ତ ଜୀବନର ଅଧିକାରୀ ହେଇସାରିଛୁ। ଆମେ ଆଉ ଚୁପ୍ ବସିବାନି, ଆମେ ତାକୁ ମେଣ୍ଟେନ କରିବା, ପାପ ପଥରୁ ଫେରି ଆସିବା। ଆମମାନଙ୍କ ହୃଦୟକୁ ପରିବର୍ତ୍ତିତ ହୃଦୟ ଆମମାନଙ୍କ ଜୀବନରେ ସବୁବେଳେ ଦେଖାଯିବା କଥା। ଆମର ସେ ପୁରୁଣା ସ୍ୱଭାବ ନାହିଁ, ଆମମାନଙ୍କର ନୂତନ ଜନ୍ମ ହେଇସାରିଛି, ଆମେ ନୂତନ ଜନ୍ମ ପାଇସାରିଛୁ। ଆମେ ଜାଣିଛୁ ଯେ ପ୍ରଭୁଙ୍କର ରାଜ୍ୟ ଧାର୍ମିକତାର ରାଜ୍ୟ, ତେଣୁ ଆମମାନେ ତାଙ୍କର ପ୍ରଜା, ଆମମାନେ ଧର୍ମୀ ହେବା ଅତି ଜରୁରୀ ଅଟେ। ତ ଆମମାନଙ୍କର ଜୀବନ ପରିବର୍ତ୍ତନ ଅତି ଆବଶ୍ୟକ ଅଟେ। ଆମଙ୍କର ଜୀବନକୁ ପରିବର୍ତ୍ତିତ ଜୀବନ କାଟିବା, ନିଜର କୋଉଠି ଦୁର୍ବଳତା ରହିଛି, ଆମର କୋଉଠି ଭୁଲ ରହିଗଲା ସବୁବେଳେ ମନେ ପକେଇବା, ଆଉ ସବୁବେଳେ ଅନୁତାପର ହୃଦୟରେ ପ୍ରଭୁ ଯୀଶୁଙ୍କ ପାଖକୁ ଫେରି ଆସିବା, ତାଙ୍କର ସନ୍ତୁଷ୍ଟକର ବିଷୟ କରିବା, ସେ ଯୋଉଥିରେ ସନ୍ତୁଷ୍ଟ ହୁଅନ୍ତି ସେଇ ସବୁ କାର୍ଯ୍ୟକଳାପ, କଥାବାର୍ତ୍ତା, ଚିନ୍ତାଧାରା କରିବା, ଯାହା ଦ୍ୱାରା କି ଆମେ ପ୍ରଭୁଙ୍କ ସହିତ ଲାଗି ରହିବା ଆଉ ଆମର ଜୀବନ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବା, ଆଉ ଅନ୍ୟମାନେ ମଧ୍ୟ ଯେମିତି ଅନନ୍ତ ମୃତ୍ୟୁରୁ ରକ୍ଷା ପାଇବେ ତାହା ଆମେ ଚେଷ୍ଟା କରିବା। ଆଉ ପ୍ରଭୁ ଆମକୁ ସବୁବେଳେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଜିର ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। थैंक यू रीता सिस्टर, अति सुंदर वाक्य।